ଅରୁଆ ଚାଉଳ ଅପେକ୍ଷା ଆପଣ ଯଦି ଉଷୁନା ଚାଉଳରେ ପିଠା କରୁଛନ୍ତି ତାହେଲେ ଆପଣଙ୍କର ଦେହ ପାଇଁ ବହୁତ ଭଲ ରହିବ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଗୋଟେ ମିକ୍ସିଂ ବାଉଲ୍ ନେଇଯିବେ, ଆଉ ସେଥିରେ ଆପଣ କପ୍ ହଉ, ଗ୍ଲାସ୍ ହଉ କିମ୍ବା କୌଣସି ଗିନା ହଉ ସେଟ୍ କରିବେ। ମୁଁ ନେଇଛି 2 ଗ୍ଲାସ୍। ଏଇଟା ହେଉଛି ଉଷୁନା ଚାଉଳ, ମାନେ ଯୋଉଟା କୋଳମ ରାଇସ୍, ଯୋଉଟାକି ଆମେ ନର୍ମାଲ ଭାତ ଖାଉ, ତାକୁ ମୁଁ ନେଇଛି 2 ଗ୍ଲାସ୍। ତା ସହିତ ଗୋଟେ ଚାମଚ ମେଥି ଦାନା ନିହାତି ଦେବେ। ଆଉ ଏଇ ଦୁଇଟାକୁ ନା ଭଲସେ ଆପଣ 2ରୁ 3 ଥର ଧୋଇଦେବେ, ଆଉ ଭଲ ପାଣି ଦେଇକି ତାକୁ ଭିଜେଇବା ପାଇଁ ଛାଡ଼ିଦେବେ, କାରଣ ଉଷୁନା ଚାଉଳଟା ଭିଜିବା ପାଇଁ ଆପଣଙ୍କୁ ବହୁତ ଟାଇମ୍ ଲାଗିବ। ଏପଟେ ମୁଁ କ'ଣ କରିଛି ନା, ବିରି ନେଇଛି, ସେମ୍ ଗ୍ଲାସ୍ରେ ଅଧା ଗ୍ଲାସ୍ ବିରି ନେଇଛି। ଏଇଥିପାଇଁ ମୁଁ ଅଲଗା ଅଲଗା ଭିଜେଇଛି, ଆପଣ ଏକାଠି ମଧ୍ୟ ଭିଜେଇ ପାରିବେ। ବିରିଟାକୁ ଯଦି ଆପଣ ଅଧିକ ସମୟ ଭିଜେଇକି ରଖୁଛନ୍ତି ତାହେଲେ ଖଟା ହେଇଯାଏ, ଆଉ ଉଷୁନା ଚାଉଳ ଆମର ଭିଜିବା ପାଇଁ ଅଧିକ ଟାଇମ୍ ଲାଗେ। ତ ଯେତିକି ସମୟ ଆପଣ ଉଷୁନା ଚାଉଳ ଭିଜେଇବେ ତାର 2-3 ଘଣ୍ଟା ପରେ ଆପଣ ବିରି ଆଉ ଏଇ ଚୁଡ଼ାକୁ ଭିଜେଇବେ। ଆଉ ଚୁଡ଼ା ମୁଁ ନେଇଛି ବିରି ଯେତିକି ସେତିକି ଚୁଡ଼ା, ଆଉ ତାଠୁ ଅଳ୍ପ ଟିକେ ଅଧିକ ନେଲେ ବି ଚଳିବ, କିଛି ଅସୁବିଧା ନାହିଁ। ବର୍ତ୍ତମାନ କ'ଣ କରିବେ ନା, ସବୁ ଜିନିଷ ଆପଣଙ୍କର ଭିଜିଯିବ। ତାପରେ ସବୁ ଜିନିଷକୁ ଆପଣ ଭଲସେ ଗ୍ରାଇଣ୍ଡ କରିବେ। ଆଉ ଯେତେବେଳେ ବି ଆପଣ ପିଠା ପାଇଁ ଗ୍ରାଇଣ୍ଡ କରୁଛନ୍ତି ନା, ମୋର ସବୁ ଭିଡ଼ିଓରେ ଆପଣ ଶୁଣିଥିବେ ମୁଁ ପ୍ରଥମେ କୁହେ ଆପଣ କଦାପି ଷ୍ଟାର୍ଟିଂରୁ ଅଧିକ ପାଣି ଦେଇକି ବାଟିବେନି। ଅଳ୍ପ ଅଳ୍ପ ପାଣି ଦେଇକି ଗ୍ରାଇଣ୍ଡ କଲେ କ'ଣ ହୁଏ ନା, ଆପଣଙ୍କର ବ୍ୟାଟରଟା ପୁରା ଚିକଣ ରୁହେ। ଦେଖନ୍ତୁ ଏଇଭଳି ଆପଣଙ୍କର ରହିବ, ପୁରା ଚିକଣ ରହିବ। ଯଦି ପରେ ଆପଣଙ୍କୁ କେବେ ଦରକାର ପଡୁଛି ତାହେଲେ ପାଣି ମଧ୍ୟ ଦେଇପାରିବେ। ଆଉ ଏବେ ଗୋଟେ ବାଉଲରେ ତାକୁ ରଖିଦେବେ, ଯୋଉଥିରେ କି ଆପଣ ମାନେ ବ୍ୟାଟରଟା ଯେତେବେଳେ ପୁରା ଫର୍ମେଣ୍ଟ ହେଇଯିବ, ସେ ଫୁଲିକି ଯେମିତି ତଳକୁ ନ ପଡେ ସେମିତି ଟିକେ ବଡ ଜାଗା ନେଇଯିବେ, ଆଉ ତାକୁ କଭର କରିଦେବେ ଯେମିତି କିଛି ସେଥିରେ ନଥାଏ। ମୋର ଆକ୍ଚୁଆଲି ଏଥିରେ ଗୋଟେ ହୋଲଟେ ଥିଲା, ତ ସେଇଥିପାଇଁ ମୁଁ ତାକୁ ବି ସେଟାକୁ ବନ୍ଦ କରିଦେଇଛି। ବର୍ତ୍ତମାନ ଦେଖନ୍ତୁ, ମୁଁ ରାତି 10ଟାରେ ଭିଜେଇଲି, ସକାଳ 5:30ଟାରେ ଦେଖିଲି ତାର ଅବସ୍ଥା ଏଇଭଳିଆ ହେଇଛି। ପୁରା ଫର୍ମେଣ୍ଟ ହେଇକି ପୁରା ଫପସା ହେଇଯାଇଛି, ଆଉ ଆପଣଙ୍କର ଏକଦମ ଲାଇଟ୍ ହେଇଯାଇଛି ବ୍ୟାଟରଟା। ଆଉ ଏମିତିଆ ବ୍ୟାଟରରେ ଯଦି ଆପଣ ପିଠା କରୁଛନ୍ତି ନା, କଦାପି ଆପଣଙ୍କର ଟାଣ ହବନି, ଏକଦମ ନରମ ପିଠା ହବ। ମାନେ ଆପଣ କେହି ବି ଘରେ ଜାଣିପାରିବେନି ଯେ ଏଇଟା ଆପଣଙ୍କର ଉଷୁନା ଚାଉଳରେ ହେଇଛି ବୋଲି। ମୁଁ ବି ଯେବେ ବନେଇଥିଲି, ଶାଶୁ ବି ଜାଣିପାରିଲେନି ଯେ ଏଇଟା ଉଷୁନା ଚାଉଳରେ ତୁ ପିଠା କରିଛୁ। ଆଉ ଆପଣ ଯେତିକି ଆପଣଙ୍କର ବ୍ୟାଟର ଦରକାର ସେତିକି ଗୋଟେ ଜାଗାକୁ ରଖିକି ସେଇଥିରେ ଲୁଣ ପକେଇବେ, ଆଉ ବାକିକୁ ଆପଣ ଫ୍ରିଜରେ ରଖିଦେଇ ପାରିବେ। ଆରାମସେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ରହିବ, କିଛି ଖଟା ହବନି। ବର୍ତ୍ତମାନ ଏଇ ଲୁଣ ପକେଇଲା ପରେ ତାକୁ ଟିକେ ଭଲସେ ଘାଣ୍ଟି ଦେବେ, ଯେମିତି ଲୁଣଟା ବ୍ୟାଟର ସହିତ ପୁରା ଭଲସେ ମିଶିଯିବ। ଏଥିରେ ମୁଁ ଯେହେତୁ ପରିବା ପକଉଛି, ପରିବା ଭିତରେ ମୁଁ ନେଇଛି ପିଆଜ, ଅଦା, ଆଉ ସ୍ୱିଟ୍ କର୍ନ, ଗାଜର, କ୍ୟାପ୍ସିକମ୍, ଆଉ କିଛି ଧନିଆ ପତ୍ର। ଯଦି ଆପଣ ଚାହୁଁଛନ୍ତି କଞ୍ଚା ଲଙ୍କା ମଧ୍ୟ ଏଠି ପକେଇ ପାରିବେ। ଆଉ ଏଇ ସବୁକୁ କ'ଣ କରିବେ ନା, ଚପରରେ ପକେଇଦେବେ, ଆଉ ତାକୁ ଆରାମସେ ପୁରା ଫାଇନ୍, ପୁରା ମାନେ ଯେତିକି ଆପଣଙ୍କର ଦରକାର। ଯଦି ବଡ଼ ରଖିବାକୁ ଚାହୁଁଛନ୍ତି ବି ରହିବ, ଯଦି ପୁରା କୁନକୁନ ରହିବା ପାଇଁ ଚାହୁଁଛନ୍ତି ତାହେଲେ ମଧ୍ୟ ରହିବ। କିନ୍ତୁ ଯଦି ଆପଣ ପୁରା ତାକୁ ପେଷ୍ଟ ଜମା କରିବେନି, ମାନେ ଆଉ ଅଧିକ ସମୟ ଚଲେଇବେନି, ଆଉ ଯଦି ଗ୍ରାଇଣ୍ଡରରେ ମଧ୍ୟ କରୁଛନ୍ତି ତାହେଲେ ହବ। ପୁରା ପଲ୍ସ ମୋଡରେ ଥରେ ବୁଲେଇ ଦେବେ, ସାଙ୍ଗେ ସାଙ୍ଗେ ରଖିଦେବେ, ସେଇଟା ମଧ୍ୟ ବି ହବ ଯଦି ଚପର ନାହିଁ। ଆଉ ତାକୁ ବ୍ୟାଟରରେ ଭଲସେ ମିଶେଇ ଦେବେ। ଦେଖନ୍ତୁ ବ୍ୟାଟରରେ ଲୁଣ ଦେଲା ପରେ ସେ ଆଉ ଟିକେ ପତଲା ହେଇଯାଏ, ଆଉ ଏଇ ପରିବାଟା ଦେଲା ପରେ ପରିବାର ଯୋଉ ପାଣି ଅଂଶ ଥାଏ ସବୁ, ସେଟା ବି ଆପଣଙ୍କର ଆଉ ଟିକେ ବ୍ୟାଟର ପତଲା ହେଇଯାଏ। ସେଥିପାଇଁ ଷ୍ଟାର୍ଟିଂରୁ ଆପଣ ପାଣି ଟିକେ କମ୍ ଦେଇଥିବେ। ଏବେ ଗ୍ୟାସ୍ ଅନ୍ କରିକି ତାୱା ବସେଇବେ। ତାୱା ଗରମ ହେଲା ପରେ ଏଇ ଯୋଉ ବ୍ୟାଟରରେ ଆମେ ପରିବା ଦେଇଥିଲେ ତାକୁ ଏଇଠି ପକେଇକି ଚାରିଆଡ଼େ ସ୍ପ୍ରେଡ୍ କରିବେ। ଆଉ ଏଥିରେ ନା ଘିଅ କିମ୍ବା ଅଲଗା ତେଲ ଅପେକ୍ଷା ଆପଣ ସୋରିଷ ତେଲ ଦେବେ, ଆଉ ତାର ଟେଷ୍ଟ ନା ବହୁତ ହି ଭଲ ଲାଗିବ ଆପଣଙ୍କୁ। ଯେହେତୁ ଆମେ ଓଡ଼ିଆ, ଆମ ଓଡ଼ିଆମାନଙ୍କର ଚକୁଳି ପିଠା, ସୋରିଷ ତେଲର ଚକୁଳି ପିଠାର ତା ଟେଷ୍ଟ ଟିକେ ଅଲଗା ଥାଏ। ତ ସେଥିପାଇଁ ଆପଣଙ୍କର ଗୋଟେ ସାଇଡ୍ ହେଇଗଲା ପରେ ଆଉ ଗୋଟେ ସାଇଡ୍କୁ ଓଲଟେଇ ଦେବେ, ଆଉ ତାକୁ ଟିକେ ସମୟ ପର୍ଯ୍ୟନ୍ତ ଏମିତି ଭାଜିବେ। ଆଉ ଯେତେ ପତଲା କରିକି କରିବେ ନା ସେତେ ଭଲ ଲାଗିବ। ଯଦି ଆପଣଙ୍କୁ ମୋର ଏ ଭିଡ଼ିଓଟା ଭଲ ଲାଗୁଥାଏ, ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଉ ଆ ସହିତ ମୁଁ ବନେଇଛି ନଡ଼ିଆ ଚଟଣି, ଆପଣ ଖାଲିରେ ମଧ୍ୟ ଖାଇପାରିବେ। ଦେଖା ହବ ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।